ଓଡ଼ିଆ ସାହିତ୍ୟର ମାର୍ତ୍ତଣ୍ଡ କବି, ଓଡ଼ିଆ ସାହିତ୍ୟର ଭକ୍ତ କବି, ଓଡ଼ିଆ ସାହିତ୍ୟର ଋଷିପ୍ରତିମ କବି ଏବଂ ମଧୁସୂଦନ ରାଓ, ଯାହାଙ୍କ କାବ୍ୟ କବିତାର ପ୍ରତି ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି ବିଭୁ ବୋଧ। ଏ ସଂସାର ଯାକ ସେ କେବଳ ଭଗବାନଙ୍କର ଅସ୍ତିତ୍ୱକୁ ଉପଲବ୍ଧି କରିଛନ୍ତି ଅତ୍ର ତତ୍ର ସର୍ବତ୍ର। ଏଇଭଳି ଭାବରେ ଅନୁଶୋଚନା ଏବଂ ଯେଉଁ କୁହାଯାଉଛି ଅନ୍ତର୍ଦାହ ତାଙ୍କ କବିତାର କିଛି କିଛି ଅଂଶ ମଧ୍ୟ ଆମେ ଉପଲବ୍ଧି କରୁ। ଯେତେବେଳେ ଏହି କବିତା କଥା ଆଲୋଚନାକୁ ଆସିବ ବସନ୍ତ ଗାଥା, ବସନ୍ତ ଗାଥା ବସନ୍ତ ଋତୁରେ ରଚନା କରାଯାଇଥିବାରୁ କବି ଏହି କବିତା ଗୁଡ଼ିକୁ ନାମକରଣ କରିଛନ୍ତି ବସନ୍ତ ଗାଥା ନାମରେ। ଆଉ ମଧ୍ୟ ବସନ୍ତ ଗାଥାର ଏକ କବିତା ଏକ ଅଂଶବିଶେଷ ହେଉଛି ବିଚ୍ଛେଦେ, ଅର୍ଥାତ୍ ଜଣେ ବନ୍ଧୁଙ୍କର ପତ୍ନୀ ବିୟୋଗ ଶୋକକୁ ଲକ୍ଷ୍ୟ କରି ସେ ଏହି କବିତାଟିକୁ ରଚନା କରିଛନ୍ତି। କହିଦେଉଛି ଆଉ ଥରେ, ଜଣେ ବନ୍ଧୁଙ୍କର ପତ୍ନୀ ବିୟୋଗ ଏହି ଶୋକକୁ ଲକ୍ଷ୍ୟ କରି କବି ରଚନା କରିଛନ୍ତି ଏହି ବିଚ୍ଛେଦ କବିତା। ଆମେ ଜାଣୁ ବିଚ୍ଛେଦ ଯେଉଁ ଅପରିସୀମ ଦୁଃଖ ଆଉ ବିଦାୟ ସବୁଠୁ ବେଶୀ ମର୍ମନ୍ତୁଦ, ବିଚ୍ଛେଦ ସବୁଠୁ ବେଶୀ ମର୍ମନ୍ତୁଦ। ମିଳନ ଆଉ ବିଚ୍ଛେଦ, ମିଳନର କି ମାଧୁରିମା, ମିଳନ ଆନନ୍ଦମୟ, ମିଳନ ଯେଉଁ କୁହାଯାଉଛି ମିଳନର ମୁହୂର୍ତ୍ତ ଅତ୍ୟନ୍ତ ଅପରିସୀମ ଆନନ୍ଦର ଭଣ୍ଡାର, କିନ୍ତୁ ବିଚ୍ଛେଦ କେବଳ ଲୁହ ଆଉ କୋହର କଥା। ଅଥଚ ପତ୍ନୀ ବିୟୋଗରେ ବନ୍ଧୁଙ୍କର ପତ୍ନୀ ବିୟୋଗରେ ବନ୍ଧୁଙ୍କର ଶୋକକୁ ଲକ୍ଷ୍ୟ କରି ଭକ୍ତ କବି ଋଷିପ୍ରତିମ କବି ମଧୁସୂଦନ ରାଓ ଯେଉଁ କବିତା ଲେଖିଥିଲେ ତାଙ୍କ ବସନ୍ତ ଗାଥା କବିତା ସଂକଳନର ଏକ ଅଂଶ, ଯାହାକୁ ଆମେ କହୁଛେ ବିଚ୍ଛେଦ। ଆସନ୍ତୁ ଏହାକୁ ଆଲୋଚନା କରିବା। କୁହାଯାଇଛି ହଜି ନାହିଁ ଯାର କେବେ କିଛି ହିଁ ରତନ, ଏ ମର୍ତ୍ତ୍ୟ ସଂସାରେ ସେହି ଦିନ ଅକିଞ୍ଚନ। ପ୍ରଥମରୁ କୁହାଯାଇଛି ଯଦି କୌଣସି ମଣିଷର କୌଣସି ରତ୍ନ କୌଣସି ସମ୍ପଦ ହଜି ନାହିଁ ଏ ମର୍ତ୍ତ୍ୟଭୂମିରେ ସେ ଦିନ ଅର୍ଥାତ୍ ଦରିଦ୍ର ଆଉ ଅତି ଅକିଞ୍ଚନ, ଅର୍ଥାତ୍ ଯଦି କେହି କିଛି ହଜେଇ ନାହିଁ, ଯଦି କେହି କିଛି ପାଇନାହିଁ, ଜୀବନ ତ ହଜେଇବା ଜୀବନ ତ ପାଇବା ଏହାର ସମାହାର। ଯଦି ଆଖିରେ ଲୁହ ନାହିଁ, ଯଦି ଓଠରେ ଚେନାଏ ହସ ନାହିଁ, ହସ ଲୁହକୁ ନେଇ ଜୀବନ, ହଜେଇବା ପାଇବାକୁ ନେଇ ଜୀବନ। ଯଦି କେହି ଜୀବନରେ କିଛି ହଜେଇ ନାହିଁ ତାହେଲେ ସେ ଦିନ ମୂଢ଼ ଅକିଞ୍ଚନ, ଅନ୍ୟ ଦୟାର ପାତ୍ର ବୋଲି କବି ଏଠାରେ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପଦରେ ମଧ୍ୟ କୁହାଯାଇଛି ସେ ପୁଣି ଦରିଦ୍ରତାର ହରାଇ ରତନ, ଏଭବ ଭବନେ ତାହା ପାଶୋରେ ଯେ ଜନ। ପରବର୍ତ୍ତୀ ପଦରେ ନିଶ୍ଚିତ ଭାବରେ ବିରୋଧାଭାସ କୁହାଯାଇଛି। ଏ ମର୍ତ୍ତ୍ୟ ସଂସାରେ ସେହି ଦିନ ଅକିଞ୍ଚନ କୁହାଯାଇଥିଲା। ସେ ପୁଣି ଦରିଦ୍ରତାର ହରାଇ ରତନ, ଯେ ରତ୍ନକୁ ହରାଏ, ଯେ ସମ୍ପଦ ହରାଏ, ଯେ କୋଟି ଲାବଣ୍ୟ ନିଧିକୁ ହରାଏ, ସିଏ ପୁଣି ଏ ଭବ ଭବନେ ଅର୍ଥାତ୍ ଏ ମୃତ୍ୟୁ ଭୁବନରେ ଏ ମର୍ତ୍ତ୍ୟ ଲୋକରେ ଯିଏ ଏହାକୁ ପାଶୋରି ଯାଏ, ଅଥଚ ସେ ଦରିଦ୍ର ଏବଂ ଦରିଦ୍ରରୁ ଦରିଦ୍ରତର ଦରିଦ୍ରତମ ମଧ୍ୟ। ଏଭବ ଭବନେ ତାହା ପାଶୋରେ ଯେ ଜନ, ସେ ପୁଣି ଦରିଦ୍ରତମ କୃପା ପାତ୍ର ଅତି, ହରାଇ ପାଶୋରିବାକୁ ବଳେ ଯାର ମତି। ଯିଏ ହରେଇ ଦିଏ ଅମୂଲ୍ୟ ନିଧି, ଯିଏ ହରେଇ ଦିଏ ରତ୍ନ, ଅଥଚ ତାହାକୁ ପାଶୋରି ଯିବାକୁ ଚେଷ୍ଟା କରେ, ସେ ନିଶ୍ଚିତ ଭାବରେ ଅନ୍ୟମାନଙ୍କର କୃପାର ପାତ୍ର ହୁଏ। ଅଥଚ କିଛି ମୁହୂର୍ତ୍ତ କିଛି ସ୍ମୃତି ଯାହାକୁ କେବେ ଫିଙ୍ଗିବାର ନୁହେଁ, ଅଥଚ ଯେ ଫିଙ୍ଗି ଦିଏ, ଯାହା ହୃଦୟରେ ଭାବପ୍ରବଣତା ନଥାଏ, ଯାହା ହୃଦୟରେ କେବେ ନଥାଏ ମଣିଷ ପ୍ରତି ମଣିଷର ଆନ୍ତରିକ ଭଲ ପାଇବା, ସ୍ନେହ କାଙ୍ଗାଳ ମଣିଷ ଚିରଦିନ ପାଇଁ ନିକଟ ଆତ୍ମୀୟକୁ ହରାଇଲା ପରେ ମନରେ କୌଣସି ଆତ୍ମଗ୍ଲାନି ନଥାଏ, ଅନୁଶୋଚନା ନଥାଏ ଏବଂ ଝୁରିବା ପଣଟି ନଥାଏ, ତାହେଲେ ସେ ନିଶ୍ଚିତ ଭାବରେ ଅନ୍ୟ କୃପାର ପାତ୍ର ଏବଂ ସିଏ ମଧ୍ୟ ଦରିଦ୍ର ବୋଲି କବି ଏଠାରେ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ କବି କହିଛନ୍ତି ଶୋକର ଅସୀମ ମସୀମୟ ଅନ୍ଧକାରେ, ପ୍ରେମର ପ୍ରଦୀପ ଜାଳି ମର୍ମ ବେଦନାରେ, ଯେଜନ ଜପଇ ଶିବରାତ୍ରି ଜାଗରଣେ, ଅଶ୍ରୁପୁତ ପ୍ରେମ ମନ୍ତ୍ରେ ହୃଦୟ ରତରେ। ଶୋକର ଅସୀମ ମସୀମୟ ଅନ୍ଧକାର, ନିବିଡ଼ ଅନ୍ଧାର ଭିତରେ ଦୁଃଖ ଶୋକ ଅଶ୍ରୁ, ଏହି ଭିତରେ ଯିଏ ନିଶ୍ଚିତ ଭାବରେ ମସୀମୟ ଅନ୍ଧକାର ନିବିଡ଼ ଅନ୍ଧାର ଭିତରେ ଯିଏ ପ୍ରେମର ପ୍ରଦୀପଟିଏ ଜାଳେ ଏବଂ ମର୍ମ ବେଦନାରେ ମର୍ମେ ମର୍ମେ ଅନୁଭବ କରି ପକାଏ ଏବଂ ଯିଏ ଶିବରାତ୍ରି ଭଳି ନିଶ୍ଚିତ ଭାବରେ ଉଜାଗର ରହି ଯିଏ ଏହାକୁ ଶିବରାତ୍ରି ମନେକରି ଜପ କରେ, ଯିଏ ଏହାକୁ ଶିବରାତ୍ରି ମନେକରି ଧ୍ୟାନ କରେ ଏବଂ ହୃଦୟ ଭିତରେ ସାଇତି ରଖେ, ଅଶ୍ରୁପୁତ ପ୍ରେମ ମନ୍ତ୍ରେ ହୃଦୟ ରତନେ, ଯେଉଁ କୁହାଯାଉଛି ଅଶ୍ରୁ ଏବଂ ଏଠି ପବିତ୍ର କଥା ମଧ୍ୟ କୁହାଯାଇଛି, ପ୍ରେମ କଥା ମଧ୍ୟ କୁହାଯାଇଛି, ମନ୍ତ୍ରରେ ଅଭିମନ୍ତ୍ରିତ କଥା ମଧ୍ୟ କୁହାଯାଇଛି, ହୃଦୟର ନିବୃତ କୋଣରେ ଭଲ ପାଇବାର କଥା,
ମଣିଷକୁ ମଣିଷ ପଣିଆର କଥା କୁହାଯାଇଛି। କିଭଳି ଭାବରେ ନିଜର ପ୍ରିୟ ବସ୍ତୁ ନିଜ ପ୍ରିୟ ବ୍ୟକ୍ତିକୁ ହରାଇଲା ପରେ ମଣିଷ ଘାରି ହୁଏ, ଜପି ହୁଏ, ଝୁରି ହୁଏ, ଅଶ୍ରୁ ଝରି ପଡ଼େ। ପବିତ୍ର ହୃଦୟରେ, ପ୍ରେମଯୁକ୍ତ ହୃଦୟରେ, ହୃଦୟର ରତ୍ନକୁ ସାଇତି ନ ରଖିପାରିବାର ଯେଉଁ ଅଭିଳାଷ, ଯେଉଁ ଦୁଃଖ ସବୁବେଳେ ହିଁ ଝୁରି ହେଉଥାଏ। ସେହି ଏକା ଏ ଜଗତେ ମହାଧନେ ଧନୀ, ଅକ୍ଷୟ ଭଣ୍ଡାର ତାର ଦିବସ ରଜନୀ। ସିଏ ହିଁ କେବଳ ଏ ଜଗତରେ ଧନୀ, ସିଏ ହିଁ କେବଳ ଏ ଜଗତରେ ସଚ୍ଚା ମଣିଷ, ଯିଏ ପାଶର ନ ଯାଏ, ଯିଏ ପାଶରି ନ ପକାଏ, ଯିଏ କେବଳ ହୃଦୟରେ ଝୁରି ହେଉଥାଏ, ଗୁଣି ହେଉଥାଏ ଏବଂ ସବୁବେଳେ କାୟ ମନ ବାକ୍ୟରେ ଚିନ୍ତାରେ ତାହା ପ୍ରତି ଧ୍ୟାନ ଥାଏ। ଯିଏ ଶିବରାତ୍ରି ପରି ଅନୁକ୍ଷଣ ଅଶ୍ରୁ ଏବଂ ପ୍ରେମ ମନ୍ତ୍ରରେ ଯିଏ ସବୁବେଳେ ଧ୍ୟାନ କରୁଥାଏ, ମନେ ମନେ ହୃଦୟ ଭିତରେ ତାହାକୁ ନିରୀକ୍ଷଣ କରୁଥାଏ, ତାକୁ ହିଁ କୁହାଯାଉଛି ମହାଧନେ ଧନୀ ସିଏ, ଅକ୍ଷୟ ଭଣ୍ଡାର ତାର ଦିବସ ରଜନୀ। ତେଣୁ କିବା ଦିନ କିବା ରାତ୍ରି ଇଏ ସବୁ ତାର ଅକ୍ଷୟ ଭଣ୍ଡାର। ପାର୍ଥିବ ବସ୍ତୁ, ପାର୍ଥିବ ଲୋଭ, ପାର୍ଥିବ ମୋହ ଏକଥା କବି କହିନାହାନ୍ତି। ସିଏ କହିଛନ୍ତି ହୃଦୟର କଥା, ସିଏ କହିଛନ୍ତି ପ୍ରେମର କଥା, ସିଏ କହିଛନ୍ତି ଭଲ ପାଇବାର କଥା। ଯେଉଁ ଅମୂଲ୍ୟ ସମ୍ପଦ ବେଳେବେଳେ ହାତ ଛଡ଼ା ହୋଇଯାଏ, ଯେଉଁ ଅମୂଲ୍ୟ ସମ୍ପଦକୁ ମଣିଷ ହରାଇଲା ପରେ ତାହା ଫେରି ନ ପାଇଲେ ମଧ୍ୟ ଫେରି ପାଇବାର ଅନୁଶୋଚନାରେ ହିଁ ଦୀର୍ଘକାଳ ଧରି ଜଳୁଥାଏ ପ୍ରେମର ଦୀପାଳି ଜାଳି। ସେହି କଥା ତ କୁହାଯାଇଛି, ପ୍ରଭୁ ହେ ଶାଶ୍ୱତ ତବ ଶ୍ରୀକୋଠ ଭଣ୍ଡାରେ, ରଖ ବନ୍ଧୁ ହୃଦୟନିଧି ଲକ୍ଷ୍ମୀ ପ୍ରତିମାରେ। ଲକ୍ଷ୍ମୀ ପ୍ରତିମା, ରଖ ବନ୍ଧୁ ହୃଦୟନିଧି, ପ୍ରଭୁ ଏବଂ ଶାଶ୍ୱତ, ଏହିସବୁ ଶବ୍ଦ ଗୁଡ଼ିକ ନିଶ୍ଚିତ ଭାବରେ ମଧୁସୂଦନ ରାଓଙ୍କ କବିତାରେ ହିଁ ବେଶ ଉପଲବ୍ଧ ହୁଏ। କାରଣ ତାଙ୍କ କବିତା ଆମେ କହିଛେ, ତାଙ୍କ କବିତାର ପ୍ରତି କ୍ଷେତ୍ରରେ ସେ ବିଭୁବୋଧର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ପ୍ରଭୁ ହେ ଶାଶ୍ୱତ, ଯାହା ଚିରନ୍ତନ କୁହାଯାଇଛି, ପ୍ରଭୁ ହେ ଶାଶ୍ୱତ ତବ ଶ୍ରୀକୋଠ ଭଣ୍ଡାରେ। କବିଙ୍କ ହୃଦୟରେ ଶାଣିତ କ୍ଷତ ସୃଷ୍ଟି ହୋଇଛି। ବନ୍ଧୁଙ୍କର ପତ୍ନୀ ବିୟୋଗ ଜନିତ ଦୁଃଖ ଏବଂ ଯନ୍ତ୍ରଣା, ତାକୁ ଲକ୍ଷ୍ୟ କରି ଏ କବିତାଟିକୁ ସେ ରଚନା କରିଛନ୍ତି ଏବଂ ଯଥାକ୍ରମେ ଶେଷ ପଦରେ ସେ କହିଛନ୍ତି, ପ୍ରଭୁ ହେ ଶାଶ୍ୱତ ତବ ଶ୍ରୀକୋଠ ଭଣ୍ଡାରେ। ହେ ପ୍ରଭୁ ଶାଶ୍ୱତ ଅର୍ଥାତ୍ ଯାହା ଚିରନ୍ତନ, ଯାହା ସତ୍ୟ, ତୁମ କୋଠ ଭଣ୍ଡାରରେ ରଖ ବନ୍ଧୁ ହୃଦୟନିଧି। ହେ ହୃଦୟନିଧି ଯେଉଁ କୁହାଯାଉଛି, ଲକ୍ଷ୍ମୀ ପ୍ରତିମା, ଲକ୍ଷ୍ମୀଙ୍କର ହୃଦୟନିଧି ଭଗବାନ ଶ୍ରୀ ବିଷ୍ଣୁ, ତାଙ୍କୁ ମଧ୍ୟ ଆରାଧନା କରାଯାଇଛି। ପରଲୋକବାସିନୀ, ଜଣେ ବନ୍ଧୁଙ୍କର ପତ୍ନୀ ବିୟୋଗରେ ରଚିତ ହୋଇଥିବା କବିତା ଏବଂ ଏଠାରେ କିଭଳି ଭାବରେ ଧନ ସହ ତୁଳନା କରାଯାଇଛି, ଲକ୍ଷ୍ମୀ ପ୍ରତିମାଙ୍କ ଠାରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଏହିଭଳି ଭାବରେ ବିଚ୍ଛେଦ କବିତା କବି ମଧୁସୂଦନ ରାଓଙ୍କର ଏକ ଅନୁତାପର କବିତା, ଏକ ବନ୍ଧୁ ପତ୍ନୀଙ୍କର ବିୟୋଗ ଜନିତ ଦୁଃଖରେ ମ୍ରିୟମାଣ ହୋଇ ରଚନା କରାଯାଇଥିବା କବିତା ବସନ୍ତ ଗାଥା କବିତାର ଏକ ସୁନିର୍ବାଚିତ କବିତା ବନ୍ଦେ ଉତ୍କଳ ଜନନୀ।